ନା ବିଧାୟକ ଏଇ ଯୋଉ 7-8 ମାସ ହେଲା ବିଧାୟକ ଆମର ନବନିର୍ବାଚିତ ବିଧାୟକ ମାନ୍ୟବର ବିଧାୟକ ଛବି ମଲ୍ଲିକ ହେଲା ପରେ ଆମର 22 ମୌଜାର ଚିତ୍ରପଟ ଚେଞ୍ଜ ହେଇଯାଇଛି। ଆଗରୁ ଆମେ ବି ଯେତେବେଳେ ସରପଞ୍ଚ ଥିଲୁ 3 ବର୍ଷ ପର୍ଯ୍ୟନ୍ତ କୌଣସି କାମ କରିପାରୁନଥିଲୁ। ଏବେ ଆମେ ଏବଂ ସମସ୍ତେ ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ ସବୁ ଜିପିଡିପି କାମଠୁ ଆରମ୍ଭ କରି ଭଲ ମନ୍ଦ ସମସ୍ତେ କରିପାରୁଛନ୍ତି। ମାନ୍ୟବର ବିଧାୟକ ସମସ୍ତଙ୍କର ସମାନ ଭାବରେ ଦେଖୁଛନ୍ତି ଆଉ ତାଙ୍କର 22 ମୌଜା ପ୍ରତି ଭଲ ପାଇବା ଆପଣ ମାନେ ଦେଖୁଥିବେ। ଅରକୋଟା ଠାରେ କେମିତି କାମ ହଉଛି, ସବୁ କାମ ହଉଛି ଅରକୋଟା ଠାରେ ଅରକୋଟା ହଉଛି ଆମର ଏପଟ 22 ମୌଜାର ପ୍ରାଣବିନ୍ଦୁ। ଏଠି ସମସ୍ତେ ପ୍ରାୟ ନିର୍ବନ୍ଧଠୁ ଆରମ୍ଭ କରି ବିବାହର ବ୍ରତ ଘର ଏବଂ ମାନସିକ ଭୋଜି କରିବାକୁ ଏଠାକୁ ଆସନ୍ତି। ହଜାର ହଜାର ଲୋକଙ୍କର ସମାଗମ ହୁଏ, ଯାହାକୁ ଲକ୍ଷ୍ୟ କରିକି ବିଧାୟକ ନିଷ୍ପତ୍ତି ନେଲେ ଯେ ଏ ଜାଗାଟାକୁ ଉନ୍ନତିକରଣ କରାଇଲେ ଏଠି ସମସ୍ତେ ଉପକୃତ ହେବେ। ଆଉ ଦେଖିପାରୁଥିବେ ବିଧାୟକଙ୍କ ପ୍ରଚେଷ୍ଟାରେ କେମିତି କାମ ଚାଲିଛି ଏବଂ ଚତୁଃପାର୍ଶ୍ୱରେ ବିଧାୟକଙ୍କ ପାଚେରୀ, ଠାକୁରଙ୍କ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ହେଇଛି, ମଣ୍ଡପ ନିର୍ମାଣ ହେଇଛି। ବର୍ତ୍ତମାନ ଭୋଗ ମଣ୍ଡପ ଲୋକମାନେ ଯୋଉ ଖରାରେ ତରାରେ ବସିକି ଖାଉଥିଲେ ତା ପାଇଁ ମଣ୍ଡପ ତିଆରି ଚାଲିଛି ଏବଂ ପିଣ୍ଡିରେ ଯୋଉଠି ଲୋକମାନେ ବସିକି ଖାଉଥିଲେ ଭାଙ୍ଗି ରୁଜି ଯାଇଥିଲା ତାକୁ ପୁଣି କେମିତି ମରାମତି କରାଯାଇଛି। ସମ୍ପୂର୍ଣ୍ଣ ବିଧାୟକ ତତ୍ତ୍ୱାବଧାନରେ ହାଇମାକ୍ସ ଲାଇଟ୍ ଲାଗିଛି, ଯୋଉଟା କି ଏଇ ଯୋଉମାନେ ସବୁ ଆସୁଛନ୍ତି ଏଠିକି ଭୋଜି ଭାତ କରିବା ପାଇଁ ତାଙ୍କୁ ବହୁତ ସୁବିଧା ହଉଛି। ଏଇପରି ଭାବରେ କାମ ଚାଲିଛି। ଆଉ ଯୋଉ ଆପଣଙ୍କର ପୋଦନା ଗାଁର ଗୋଟେ ହେଇଥିଲା କଣ ମିଶ୍ରଣ ପର୍ବ, ଆଜ୍ଞା ସେଥିରେ ବିଧାୟକ ଯୋଗ ଦେଇଥିଲେ। ଆଜ୍ଞା କହିଥିଲେ ଖୁବ କମ ଦିନରେ ଏଇ ଯୋଉ ରହିଛି ଗ୍ରାମାଞ୍ଚଳର ଚିତ୍ର ପରିବର୍ତ୍ତନ ହବ। ଆଜ୍ଞା ଏ ହଉଛି ତାର ଉଦାହରଣ। ତାର ଉଦାହରଣ ନିଶ୍ଚିନ୍ତ ଭାବରେ ମାନ୍ୟବର ବିଧାୟକଙ୍କର ପ୍ରଚେଷ୍ଟାରେ ଆଜି ସବୁ ଜାଗାରେ ଯୋଉ ଜାଗାରେ ରୋଡ ଠୁ ଆରମ୍ଭ କରି ଖାଲି ଏଠି ନୁହେଁ ପଞ୍ଚାୟତ ଏବଂ ଆମର ଏପଟ ଏରିଆରେ ଯେତେ ପଞ୍ଚାୟତ ତିହୁଡି ହଉ, ଷଡାଂଶ ହଉ, ଆମର ମାଧବ ହଉ, କୃଷ୍ଣପ୍ରସାଦ ହଉ, ଆମର ଜଲାଲପୁର ହଉ ଏବଂ କପାସୀ ପଞ୍ଚାୟତ ମଧ୍ୟ ସବୁ ଜାଗାରେ କାମର ଅଗ୍ରଗତି ଖୁବ ଭଲ ଭାବରେ ଚାଲିଛି ବିଧାୟକଙ୍କ ତତ୍ତ୍ୱାବଧାନରେ। ଏବଂ ବିଧାୟକ ମଧ୍ୟ ପୁଙ୍ଖାନୁପୁଙ୍ଖ ପ୍ରତିଦିନର କାମ କେମିତି ହଉଛି, କଣ ହଉଛି, ତାର କେମିତି କାମର ଅଗ୍ରଗତି ଘଟିଛି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ମଧ୍ୟ କରୁଛନ୍ତି ଏବଂ ତାଙ୍କ ସହଯୋଗ ସମ୍ପୂର୍ଣ୍ଣ ରହିଛି। ଯୋଉ 2024ରେ ଜନମତ ଗଲା ଛୋଟବାବୁଙ୍କ ସପକ୍ଷରେ ଗଲା, ଲୋକ ଯୋଉ ଜନମତ ଦେଲେ ଛୋଟବାବୁଙ୍କୁ ଦେଲେ, ଯୋଉ ଭରସା ଆଶା ସିଏ ବହୁତ କଥା କହିଥିଲେ, ମୁଁ ଏମିତି କରିବି ସେମିତି କରିବି। ସେ କହିବା ଆଉ କରିବା ଭିତରେ 9 ମାସ ଭିତରେ ଆପଣ କେମିତି ଦେଖନ୍ତୁ? ଆଗରୁ ତ 15 ବର୍ଷର ସରକାର ଏଠି କାମ କରୁଥିଲା, ଏବେ ମାତ୍ର 7 ମାସର ସରକାର ଏଠି ଚାଲିଛି। 7 ମାସରେ ମୁଁ ଭାବୁଛି ଯେ ବହୁତ ଉନ୍ନତିକରଣ ମାନ୍ୟବର ବିଧାୟକ ଛବି ମଲ୍ଲିକଙ୍କ ଦ୍ୱାରା ଏଠି କାମଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ଆମର ଏ ପ୍ରଧାନମନ୍ତ୍ରୀ ଆବାସ ତାର ସର୍ଭେ ପାଇଁ ଏବେ ବର୍ତ୍ତମାନ ବିଧାୟକ ପ୍ରତି ଗାଁରେ ଯୋଉ ଆମ ନୋଡାଲ ଅଫିସର ମାନେ ହେଇଛନ୍ତି ତାଙ୍କୁ ଦେଖା ଦେଖିଠୁ ତଦାରଖ କରିବା ସହିତ ସମସ୍ତ କାମରେ ବିଧାୟକ ପୁରା ତତ୍ତ୍ୱାବଧାନ କରୁଛନ୍ତି। ଆପଣ ଖାଲି ଦେଖନ୍ତୁ ଯେ 2015 ବର୍ଷର ଶାସନ ଏବଂ 7 ମାସ ଶାସନ ଭିତରେ ଲୋକ ଚିରପୂର୍ତ୍ତ, ଲୋକ ଖୁସି ଅଛି। ଏରିଆରେ ପାଟିତୁଣ୍ଡ ଭଲ ମନ୍ଦ ଗଣ୍ଡଗୋଳ କୌଣସି ପ୍ରକାର ନାହିଁ। ବିଧାୟକ ତାକୁ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ 7 ମାସର ସରକାର ମୁଁ ଭାବୁଛି ବୋଧେ ଏ 15 ବର୍ଷର ସରକାର ଉପରେ ନିଶ୍ଚିନ୍ତ ଭାବରେ ଭାରି ପଡିବ। ଆପଣ ମାନେ ଜନପ୍ରତିନିଧି ହେଇ ଆଜ୍ଞା ହାତ ଖୋଲିକି ଲୋକଙ୍କୁ ଯୋଉ ସାହାଯ୍ୟ କଲା ବେଳେ ଟିକେ ହଡଲ୍ସ ଆସୁଥିଲା, ଆଜ୍ଞା ଏବେ ଯୋଉ 7 ମାସ କି 8 ମାସର ଯୋଉ ସରକାର କହୁଛନ୍ତି ଲୋକମାନଙ୍କର ସମସ୍ୟା ହାତ ଖୋଲିକି ଆପଣ ସହଯୋଗ କରିପାରୁଛନ୍ତି? ନିଶ୍ଚିନ୍ତ ଭାବରେ ଏବେ ଏଇ 7 ମାସ ହେଲା ମାନ୍ୟବର ବିଧାୟକ ହେଲା ପରେ ଆମେ ସମ୍ପୂର୍ଣ୍ଣ ଭାବରେ ଲୋକଙ୍କ ସାହାଯ୍ୟରେ, ଲୋକଙ୍କ ଭଲ ପାଇବାରେ, ଆପଣ ମାନେ ଲୋକଙ୍କ ମାନଙ୍କ ଠାରୁ ବି ମତ ନେବେ ଲୋକମାନେ କିପରି ଭାବରେ ସାହାଯ୍ୟ ପାଉଛନ୍ତି, ଲୋକମାନଙ୍କର ଭଲ ପାଇବା ପାଇଁ ବିଧାୟକ ହୋଇଛନ୍ତି। ଏବଂ ବିଧାୟକଙ୍କର ତତ୍ତ୍ୱାବଧାନରେ କପାସୀ ପଞ୍ଚାୟତରେ ଏବଂ ସମସ୍ତ ଆମର 22 ମୌଜା ଠାରେ ନିଆଳି ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ପାଇଁ ଉତ୍ସବ ମୁଖର ଅଛନ୍ତି। ତ ଆଉ ଯୋଉ ରହିଗଲା ସବୁ ପଞ୍ଚାୟତ ଯୋଉ ସବୁ ସାଂସ୍କୃତିକ ସ୍ଥାନ ମଣ୍ଡପ ଯୋଉ ରହିଛି, ଆପଣଙ୍କର ଏଇଠି ଗୋଟେ ଅଛି ପୁରାତନ ମନ୍ଦିର ରହିଛି, ଆପଣଙ୍କର ସବନେଶ୍ୱର ମନ୍ଦିର ହେଇଗଲା, ଆପଣଙ୍କର ମାଧବ ମନ୍ଦିର ହେଇଗଲା, ଏସବୁର ଯୋଉ ଡେଭଲପମେଣ୍ଟ କାମ ସବୁ ଜାଗାର ଡେଭଲପମେଣ୍ଟ ପାଇଁ ବିଧାୟକ ପୁରା ପ୍ରତି ପୁରା ଆମର ତୀକ୍ଷ୍ଣ ନଜର ରଖିଛନ୍ତି। ସବନେଶ୍ୱର ମନ୍ଦିର ପାଇଁ ଏବଂ ଆମର ଏଠି ବାବା ତ୍ରିଲୋଚନେଶ୍ୱର ଷଡାଂଶ ମନ୍ଦିର ପାଇଁ ସବୁ ଜାଗାର ଉନ୍ନତିକରଣ ପାଇଁ ଅର୍ଥ ରାଶି ଆସୁଛି। ବିଧାୟକ ତାକୁ ବହୁତ ଜଲ୍ଦି ସବୁ କାମ ଆରମ୍ଭ ହେଇଯିବ ଏବଂ ସମସ୍ତେ ତାର ଉଦାହରଣ ଦେଖିପାରିବେ।
NK Media, most trusted social media.